ଅଟଳ ବିହାରୀ ବାଜପେୟୀ 1974 ମସିହା ଡିସେମ୍ବର 25 ତାରିଖରେ ଗ୍ୱାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବାଜପେୟୀଙ୍କ ପିତା କୃଷ୍ଣ ବିହାରୀ ବାଜପେୟୀ ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳ ବାସିନ୍ଦା ଅଟନ୍ତି। ତାଙ୍କର ପିତା ଏକାଧାରରେ ଜଣେ କବି ଓ ନିଜ ଗାଁରେ ଶିକ୍ଷକତା କାର୍ଯ୍ୟ କରୁଥିଲେ। ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ। ଛାତ୍ର ଜୀବନରୁ ଅଟଳଜୀ ଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ RSSର ସ୍ୱୟଂସେବକ। ଗ୍ୱାଲିୟରର ଭିକ୍ଟୋରିଆ କଲେଜ, ଯାହାକି ବର୍ତ୍ତମାନ ଲକ୍ଷ୍ମୀବାଇ କଲେଜ ନାମରେ ପରିଚିତ, ସେଠାରୁ ସେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିବା ପରେ କାନପୁରର DAV କଲେଜରୁ ସେ ରାଜନୀତିକ ବିଜ୍ଞାନରେ MA ପାସ୍ କରି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।